ନୟାଗଡ଼ରେ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା। ନୟାଗଡ଼ ସହର କୃଷ୍ଣଚନ୍ଦ୍ର କ୍ଲବ ସଭାଗୃହରେ ଚଳିତ ସେପ୍ଟେମ୍ବର 21 ତାରିଖରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସିପିଆଇଏମ୍ର ତିରୋହିତ ସର୍ବଭାରତୀୟ ମହାସଚିବ କମ୍ରେଡ୍ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଶତାଧିକ ପ୍ରଗତିଶୀଳ ବୁଦ୍ଧିଜୀବୀ ଦଳୀୟ କର୍ମୀଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରଥମେ ୟେଚୁରୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ ପୂର୍ବକ ନିରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସୀତାରାମ ୟେଚୁରୀଙ୍କ ପ୍ରଖର ରାଜନୈତିକ ପାଣ୍ଡିତ୍ୟ, ସମଜ୍ଜ୍ୱଳ ଶୈକ୍ଷିକ କ୍ୟାରିୟର, ସମୟୋପଯୋଗୀ କୌଶଳଗତ ସିଦ୍ଧାନ୍ତ, ପ୍ରଗତିଶୀଳ ଚିନ୍ତା ଚେତନାର ଦିଗ୍ଦର୍ଶକ ଭାବରେ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଲଢ଼େଇ ପରିଚାଳନା କରିବାରେ ୟେଚୁରୀ ଥିଲେ ଭାରତରେ ଅଦ୍ୱିତୀୟ ନେତା ବୋଲି ଏହି ସଭାରେ ବ୍ୟକ୍ତ କରିଥିଲେ ସିପିଆଇଏମ୍ ରାଜ୍ୟସ୍ତରୀୟ ନେତା ଦୁଷ୍ମନ୍ତ ଦାସ। ଭାରତର ଏଭଳି ଏକ ରାଜନୈତିକ ଅବକ୍ଷୟ ସମୟରେ ୟେଚୁରୀଙ୍କ ବିୟୋଗ ନିଶ୍ଚିତ ଭାବେ ଭାରତକୁ ଅଶେଷ କ୍ଷତି ପହଞ୍ଚାଇଲା ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟକ୍ତ କରିଥିଲେ ନୟାଗଡ଼ର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଓ ପ୍ରାକ୍ତନ ବିଧାୟକ ସତ୍ୟନାରାୟଣ ପ୍ରଧାନ। ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ୟେଚୁରୀଙ୍କ ଅପୁରା କାର୍ଯ୍ୟକୁ ପୂରଣ କରିବାକୁ ଆହ୍ୱାନ ଦେଇଥିଲେ ଯୁବବର୍ଗଙ୍କୁ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ସିପିଆଇ ନେତା ଅମିୟ ପଟ୍ଟନାୟକ, କଂଗ୍ରେସ ନେତା ରଞ୍ଜିତ ଦାସ, ସେବାଦଳ ନେତା ମନୋଜ କୁମାର ସାହୁ, ଏସ୍ୟୁସିଆଇ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ଉମର ମଲ୍ଲିକ, ଅନାଦିଚରଣ ମହାନ୍ତି, କୃଷକ ନେତା ହରିଶ ଚନ୍ଦ୍ର ମିଶ୍ର, ଗୋଲକ ବିହାରୀ ମୁଦୁଲି, ନିତ୍ୟାନନ୍ଦ ପରିଡ଼ା, ଶ୍ରମିକ ନେତା ସୁରେନ୍ଦ୍ର ସ୍ୱାଇଁ, ଗଙ୍ଗାଧର ପଣ୍ଡା, ପବିତ୍ର ଇନ୍ଦ୍ରଜିତ, ଯୁବନେତା ସରୋଜ ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।